ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ସଂଯୋଜନା କରିଥିଲେ ଏହି ଅନୁଷ୍ଠାନ ସଂଯୋଜକ ଜୟ ରାଉତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବରିଷ୍ଠ ନାଗରିକମାନେ କିଭଳି ଭାବେ ସମାଜରେ ସମ୍ମାନର ସହ ବଞ୍ଚିବେ ଏବଂ ସେମାନଙ୍କର ହକ୍ ପାଇବେ, ଏହାକୁ ନେଇ ଏକ ମଞ୍ଚ ଗଠନ କରାଯାଇଛି। ସମାଜରେ ବରିଷ୍ଠ ନାଗରିକମାନେ କିଭଳି ଅବହେଳିତ ନ ହେବେ, ଏହା ହେଉଛି ଏହାର ମଞ୍ଚ ଗଠନ କରିବାର ମୂଳ ଉଦ୍ଦେଶ୍ୟ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁର୍ମା ପାଢ଼ୀ ଏହି ମଞ୍ଚରେ ଯୋଗ ଦେଇଥିଲେ। ବାଚସ୍ପତି ସୁର୍ମା ପାଢ଼ୀ ମଞ୍ଚରେ ବରିଷ୍ଠ ନାଗରିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଆଖପାଖ ଅଞ୍ଚଳ ଟାଙ୍ଗୀ, ଚିଲିକା, ରଣପୁର, କୁହୁଡ଼ି ସମେତ କେତେଗୁଡ଼ିଏ ଗ୍ରାମର 100ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହି ସଭାରେ ଯୋଗ ଦେଇଥିଲେ। ଏହି ସଭାକୁ ସଂଯୋଜନା କରିଥିଲେ ସଂଯୋଜକ ଜୟ ରାଉତ। ବରିଷ୍ଠ ଆଇନଜୀବୀ ନାରାୟଣ ମହାପାତ୍ର ମଞ୍ଚରେ ବରିଷ୍ଠ ନାଗରିକଙ୍କ ପ୍ରତି କର୍ତ୍ତବ୍ୟ ପରାୟଣତା ଉପରେ ସମ୍ୟକ ସୂଚନା ଦେବା ସହିତ ସେମାନଙ୍କୁ ସାହାଯ୍ୟ ସହଯୋଗ କଲେ କିଭଳି ସମାଜର ଉନ୍ନତି ଘଟିବ ତାହା ଉପରେ ଚର୍ଚ୍ଚା କରିଥିଲେ। ନିରାକପୁର ବାଲବିଶ୍ୱର ମୋବାଇଲ ଟିଭି।